ନମସ୍କାର ସାଙ୍ଗମାନେ। ପ୍ରାଚୀନ କାଳରେ ପକ୍ଷୀରାଜ ଗରୁଡ଼ଙ୍କ ଜିଜ୍ଞାସା ଦୂର କରିବା ପାଇଁ ସ୍ୱୟଂ ଭଗବାନ ବିଷ୍ଣୁ ନରକରେ ଯେଉଁ ଭୟଙ୍କର ବର୍ଣ୍ଣନା କରିଥିଲେ ତାହା ଗରୁଡ଼ ପୁରାଣ ଭାବେ ପରିଚିତ। ଏହି ପୁରାଣର ପ୍ରଥମ ଭାଗରେ ଆମେ ମୃତ୍ୟୁକାଳୀନ ଲକ୍ଷଣ ଓ ପୀଡ଼ା ବିଷୟରେ ଜାଣିଲେ। ଆଜି ଦ୍ୱିତୀୟ ଭାଗରେ ଆମେ ଶୁଣିବା ଯମଲୋକ ଯାତ୍ରାର ସେହି ଶିହରଣକାରୀ ବର୍ଣ୍ଣନା। ତେବେ ଚାଲନ୍ତୁ ଆରମ୍ଭ କରିବା। ଯେତେବେଳେ ଜୀବ ଦେହ ତ୍ୟାଗ କରେ, ଯମଦୂତମାନେ ସେ ଜୀବକୁ ଧମକାଇ ଭୟଭୀତ କରନ୍ତି ଏବଂ ନରକର ଭୟଙ୍କର ଯାତନା ବିଷୟରେ ବାରମ୍ବାର ସେ ଜୀବକୁ ଶୁଣାନ୍ତି। ସେମାନେ କୁହନ୍ତି, ରେ ଦୁଷ୍ଟ, ଶୀଘ୍ର ଚାଲ, ତୁ ଯମଲୋକକୁ ଯିବୁ। ଆଜି ଆମେ ତୋତେ କୁମ୍ଭୀପାକ ଆଦି ନରକକୁ ଶୀଘ୍ର ନେଇଯିବୁ। ଯମଦୂତଙ୍କ ଏପରି ବାଣୀ ଏପଟେ ନିଜର ବନ୍ଧୁବାନ୍ଧବଙ୍କ କ୍ରନ୍ଦନ ଶୁଣି ସେହି ଜୀବ ଉଚ୍ଚ ସ୍ୱରରେ ହାହାକାର କରି ବିଳାପ କରେ ଏବଂ ଯମଦୂତଙ୍କ ଦ୍ୱାରା ପ୍ରତାଡ଼ିତ ହୁଏ। ଯମଦୂତଙ୍କ ତାଡ଼ନାରେ ତାର ହୃଦୟ ବିଦୀର୍ଣ୍ଣ ହୋଇଯାଏ। ସେ ଥରିବାକୁ ଲାଗେ ଏବଂ ସେ ନିଜ ପାପ କର୍ମକୁ ମନେ ପକାଇ ସେହି ପୀଡ଼ିତ ଜୀବ ଯମ ମାର୍ଗରେ ଚାଲେ। ଯେଉଁ ଯେଉଁ ଜୀବକୁ ସେ ମାରିଥାଏ ଓ ଖାଇଥାଏ, ସେହି ଜୀବ ଭୟଙ୍କର ରୂପ ଧାରଣ କରି ତାକୁ କାମୁଡ଼ନ୍ତି। ଭୋକ ଓ ଶୋଷରେ ଆତୁର ହୋଇ ସୂର୍ଯ୍ୟଙ୍କ ତାପ ଓ ପ୍ରବଳ ପବନରେ ସନ୍ତପ୍ତ ହୋଇ ଏହି ଜୀବ ଯମଦୂତଙ୍କ ଚାବକ ମାଡ଼ ଖାଇ ସେହି ଜୀବକୁ ଉତ୍ତପ୍ତ ବାଲିପୂର୍ଣ୍ଣ ବିଶ୍ରାମହୀନ ଓ ଜଳହୀନ ମାର୍ଗରେ ଅସମର୍ଥ ହେଲେ ମଧ୍ୟ କଷ୍ଟର ସହିତ ଚାଲିବାକୁ ପଡ଼େ। ଥକିଯାଇ ସେ ସ୍ଥାନେ ସ୍ଥାନେ ପଡ଼ିଯାଏ ଓ ମୂର୍ଚ୍ଛିତ ହୁଏ। ପୁଣି ଉଠି ସେ ପାପୀ ଜୀବ ଅନ୍ଧକାରମୟ ଯମଲୋକକୁ ଟାଣି ଟାଣି ନେଇଯାଏ। 2 କିମ୍ବା 3 ମୁହୂର୍ତ୍ତ ମଧ୍ୟରେ ସେହି ମନୁଷ୍ୟ ଯମଲୋକରେ ପହଞ୍ଚେ ଏବଂ ଯମଦୂତମାନେ ତାକୁ ଭୟଙ୍କର ନରକ ଯାତନା ଦେଖାନ୍ତି। ମୁହୂର୍ତ୍ତକ ପାଇଁ ଯମରାଜଙ୍କୁ ଏବଂ ନାରକୀୟ ଯାତନାର ପୀଡ଼ାକୁ ଦେଖି ସରିବା ପରେ ସେହି ବ୍ୟକ୍ତି ଯମରାଜଙ୍କ ଆଜ୍ଞାରେ ଆକାଶ ମାର୍ଗ ଦେଇ ପୁଣି ନିଜ ଘରକୁ ମନୁଷ୍ୟ ଲୋକକୁ ଫେରି ଆସେ। ସଂସାର ପ୍ରତି ବାସନା ଥିବାରୁ ସେହି ଜୀବ ପୁଣି ନିଜ ଶରୀରରେ ପ୍ରବେଶ କରିବାକୁ ଇଚ୍ଛା କରେ, କିନ୍ତୁ ଯମଦୂତମାନେ ତାକୁ ହାତରେ ବାନ୍ଧି ଧରିବାରୁ ସେହି ଶରୀରରେ ପ୍ରବେଶ କରିପାରେନି। ଭୋକ ଓ ଶୋଷରେ କାନ୍ଦିବାକୁ ଲାଗେ। ସେହି ପାପୀ ପ୍ରାଣୀ ପୁତ୍ରମାନଙ୍କ ଦ୍ୱାରା ଦିଆଯାଇଥିବା ପିଣ୍ଡ ଏବଂ ଆତୁର କାଳରେ ଦିଆଯାଇଥିବା ଦାନ ପ୍ରାପ୍ତ କରେ। ତଥାପି ସେହି ପାପୀ ଜୀବର ତୃପ୍ତି ହୁଏ ନାହିଁ। ପାପୀମାନଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଶ୍ରାଦ୍ଧ, ଦାନ ଓ ଜଳାଞ୍ଜଳି ସେମାନଙ୍କ ପାଖରେ ରହେ ନାହିଁ। ତେଣୁ ପିଣ୍ଡ ଦାନ ପାଇଁ ମଧ୍ୟ ସେମାନେ ଭୋକରେ ବ୍ୟାକୁଳ ହୋଇ ଯମ ମାର୍ଗକୁ ଯାଆନ୍ତି। ଯେଉଁମାନଙ୍କର ପିଣ୍ଡ ଦାନ ହୁଏ ନାହିଁ, ସେମାନେ ପ୍ରେତ ରୂପରେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ନିର୍ଜନ ବନରେ ଦୁଃଖୀ ହୋଇ ଭ୍ରମଣ କରନ୍ତି। କୋଟି କୋଟି କଳ୍ପ ବିତିଗଲେ ମଧ୍ୟ ସେମାନଙ୍କ କର୍ମଫଳ ନାଶ ହୁଏ ନାହିଁ। ଆଉ ଯେଉଁ ପର୍ଯ୍ୟନ୍ତ ପାପ ନାଶ ନ ହୁଏ, ସେ ପର୍ଯ୍ୟନ୍ତ ସେ ପ୍ରେତ ହୋଇ ରୁହନ୍ତି। ସେଥିପାଇଁ ପୁତ୍ରକୁ 10 ଦିନ ପର୍ଯ୍ୟନ୍ତ ପ୍ରତିଦିନ ପିଣ୍ଡଦାନ କରିବା ଉଚିତ। ସେହି ପିଣ୍ଡ ପ୍ରତିଦିନ 4 ଭାଗରେ ବିଭକ୍ତ ହୁଏ। ସେଥିରୁ 2 ଭାଗ ପ୍ରେତ ଶରୀର ତିଆରି ହୁଏ, ତୃତୀୟ ଭାଗ ଯମଦୂତ ଖାଇଯାଆନ୍ତି ଏବଂ ଚତୁର୍ଥ ଭାଗ ଜୀବର ଆହାର ରୂପେ ଭୋଜନ କରେ। 9 ଦିନ ପିଣ୍ଡ ପାଇବା ପରେ ପ୍ରେତର ଶରୀର ତିଆରି ହୁଏ ଏବଂ 10ମ ଦିନ ସେଥିରେ ବଳ ସଞ୍ଚାର ହୁଏ। ମୃତ ବ୍ୟକ୍ତିର ଦେହ ଜଳିଯିବା ପରେ ପିଣ୍ଡ ଦ୍ୱାରା 1 ହାତ ଲମ୍ବାର ଶରୀର ପ୍ରାପ୍ତ ହୁଏ, ଯାହାଦ୍ୱାରା ସେ ପ୍ରାଣୀ ଶୁଭ ଓ ଅଶୁଭ କର୍ମର ଫଳ ଭୋଗେ। ପ୍ରଥମ ଦିନର ପିଣ୍ଡରେ ମୁଣ୍ଡ ତିଆରି ହୁଏ, ଦ୍ୱିତୀୟ ଦିନରେ ବେକ ଏବଂ କାନ୍ଧ ତିଆରି ହୁଏ, ତୃତୀୟ ଦିନ ପିଣ୍ଡରେ ହୃଦୟ ତିଆରି ହୁଏ, ଚତୁର୍ଥ ଦିନ ପିଠି, ପଞ୍ଚମ ଦିନ ନାଭି, ଷଷ୍ଠ ଓ ସପ୍ତମ ଦିନ ପିଣ୍ଡରେ ଅଣ୍ଟା ଓ ଗୃହ ଅଙ୍ଗ ତିଆରି ହୁଏ, ଅଷ୍ଟମ ଦିନ ପିଣ୍ଡରେ ଜଙ୍ଘ ତିଆରି ହୁଏ, ନବମ ଦିନ ପିଣ୍ଡରେ ଆଣ୍ଠୁ ଓ ପାଦ ତିଆରି ହୁଏ। ଏହିପରି 9ଟି ପିଣ୍ଡରେ ଶରୀର ପୂର୍ଣ୍ଣ ହେବା ପରେ 10ମ ଦିନର ପିଣ୍ଡରେ ତାର ଭୋକ ଓ ଶୋଷ ଜାଗ୍ରତ ହୁଏ। ସେହି ଶରୀର ପାଇ ଜୀବ 11 ଓ 12 ଦିନ ଭୋଜନ କରେ। 13 ଦିନରେ ସେ ଯମଦୂତଙ୍କ ଦ୍ୱାରା ବନ୍ଧା ହୋଇ ପୁଣି ଯମପୁର ଯାଏ। ସାଙ୍ଗମାନେ, ଏହା ଥିଲା ଯମଲୋକ ଯାତ୍ରାର ଏକ ଛୋଟ ଝଲକ।
ଆମର କର୍ମ ହିଁ ଆମର ଭବିଷ୍ୟତ ନିର୍ଦ୍ଧାରଣ କରେ। ଆଶା କରୁଛି ଏହି ସୂଚନା ଆପଣଙ୍କୁ ଭଲ ଲାଗିଥିବ। ଏହାର ପରବର୍ତ୍ତୀ ଭାଗ ଜାଣିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯଦି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ ଏବଂ ସେୟାର କରନ୍ତୁ। ଏମିତି ଆହୁରି ଭକ୍ତିପୂର୍ଣ୍ଣ ଭିଡିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି। ରାଧେ ରାଧେ।